ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ଦେଶପ୍ରେମୀ କଏଦୀର ଅଭ୍ୟାସ ଆମେ ପ୍ରଶ୍ନୋତ୍ତର କରିଛେ। ଦେଖ ପ୍ରଶ୍ନୋତ୍ତରରେ 1 ନମ୍ବର ଅଛି ଉତ୍ତର କୁହ ଯେ ସାବରକର ବନ୍ଦୀ ହେବାର କାରଣ କ'ଣ? ଉତ୍ତର ହେଲା ଭାରତର ଇଂରେଜ ଶାସନ ଲୋପ କରିବା ପାଇଁ ସଂଗ୍ରାମ କରି ସାବରକର ରାଜନୈତିକ ଅପରାଧରେ ବନ୍ଦୀ ହୋଇଥିଲେ। ଖ ନମ୍ବର ଅଛି ଇଂରେଜ ସାମ୍ବାଦିକ ସାବରକରଙ୍କୁ କ'ଣ କହିଲେ? ଉତ୍ତର ହେଲା ଇଂରେଜ ସାମ୍ବାଦିକ ସାବରକରଙ୍କୁ କହିଲେ, ତୁମେ ତ ଏକା ନୁହଁ, ତୁମର ଆଉ 2 ଜଣ ଭାଇଙ୍କୁ ମଧ୍ୟ ଜେଲକୁ ନିଆଗଲାଣି। ଗ ନମ୍ବର ହେଲା ବିପ୍ଳବୀ ଯୁବକ ବୀର ଦର୍ପରେ କି ଉତ୍ତର ଦେଇଥିଲେ? ଉତ୍ତର ହେଲା ବିପ୍ଳବୀ ଯୁବକ ବୀର ଦର୍ପରେ ଉତ୍ତର ଦେଇଥିଲେ, ଏ ତ ଗୌରବର କଥା, ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳାକୁ ଛିନ୍ନ କରିବା ଲାଗି ବଦ୍ଧପରିକର, ସର୍ବସ୍ୱ ତ୍ୟାଗ କରିବା ପାଇଁ କୃତସଂକଳ୍ପ। ଘ ନମ୍ବର ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ କିଏ ଥିଲେ? ଉତ୍ତର ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ ଥିଲେ ବିପ୍ଳବୀ ବିନାୟକ ଦାମୋଦର ସାଭରକର। ବିପ୍ଳବୀ ବିନାୟକ ଦାମୋଦର ସାଭରକର। ମ ନମ୍ବର ହେଲା ସାଭରକର କେଉଁ ଦଳ ଗଠନ କରିଥିଲେ? ଉତ୍ତର ହେଲା ସାଭରକର ମିତ୍ରମେଳ ନାମକ ଏକ ଦଳ ଗଠନ କରିଥିଲେ। ଚ ନମ୍ବର ସମ୍ବାଦପତ୍ରରୁ ସାଭରକରଙ୍କର ଭାଷଣ ପଢ଼ି ତିଲକ କ'ଣ କହିଥିଲେ? ଉତ୍ତର ହେଲା ସମ୍ବାଦପତ୍ରରୁ ସାଭରକରଙ୍କର ଭାଷଣ ପଢ଼ି ତିଲକ କହିଥିଲେ, ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ଛ ନମ୍ବର ହେଲା ସାଭରକର କାହିଁକି ଲଣ୍ଡନ ଯାଇଥିଲେ? ଉତ୍ତର ହେଲା ସାଭରକର ଆଇନ ଅଧ୍ୟୟନ କରିବା ପାଇଁ ଲଣ୍ଡନ ଯାଇଥିଲେ। ଜ ସାଭରକର ଆଣ୍ଡାମାନ ଜେଲରେ କେତେ ବର୍ଷ କଟାଇଥିଲେ? ଉତ୍ତର ହେଲା ସାଭରକର ଆଣ୍ଡାମାନ ଜେଲରେ 10 ବର୍ଷ କାଳ କଟାଇଥିଲେ। ଏ ଥିଲା ଆମର 1 ନମ୍ବର କ୍ୱେଶ୍ଚିନ୍ ଆନ୍ସର। ତାପରେ 2 ନମ୍ବର ପ୍ରଶ୍ନୋତ୍ତର। 2 ନମ୍ବର ପ୍ରଶ୍ନୋତ୍ତର ହେଲା ବନ୍ଦୀ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ କାହିଁକି ଝୁଲାଇ ଦେଲେ? ଉତ୍ତର ହେଲା ଜାହାଜର ସ୍ନାନାଗାରରେ ଦର୍ପଣଟି ଏପରି ଭାବେ ଲାଗିଥିଲା ଯେ ଭିତରେ ଯିଏ ଯାହା କରିବ ବାହାରେ ଥିବା ପ୍ରହରୀ ସବୁ ଦେଖିପାରିବ। ବନ୍ଦୀ ଜଣକ ସମୁଦ୍ରକୁ ଲମ୍ପ ପ୍ରଦାନ କରି ପଳାଇ ଯିବାକୁ ଚାହୁଁଥିଲେ, ତେଣୁ ତାର କାର୍ଯ୍ୟକଳାପ ପ୍ରହରୀ ଯେପରି ଦେଖି ନ ପାରିବ ସେଥିପାଇଁ ସେ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ ଝୁଲାଇ ଦେଲେ। ତାପରେ ଖର ପ୍ରଶ୍ନ ହେଲା କେଉଁ ଉଦ୍ଦେଶ୍ୟରେ ସାବରକର ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ? ଏ ଥିଲା ଖ ନମ୍ବର ପ୍ରଶ୍ନ। ତାର ଉତ୍ତର ହେଲା ସାବରକର ଭାବିଥିଲେ ଜାହାଜରୁ ଖସି ପଳାଇବେ ଓ ପୁନର୍ବାର ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ, ତେଣୁ ସେ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଗ ନମ୍ବର ମିତ୍ରମେଳର ସଦସ୍ୟମାନେ ଭିକ୍ଟୋରିଆ ମୃତ୍ୟୁରେ ଶୋକ ଦିବସ ପାଳନ କଲେ ନାହିଁ କାହିଁକି? ଉତ୍ତର ହେଲା ମିତ୍ରମେଳର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକ ଦିବସ ପାଳିଲେ ନାହିଁ କାରଣ ଶତ୍ରୁ ଦେଶର ରାଣୀଙ୍କ ମୃତ୍ୟୁରେ ଶୋକ ଦିବସ ପାଳିବାକୁ ସେମାନେ ଉଚିତ ମନେ କଲେ ନାହିଁ ବା ଉଚିତ ମନେ କରିନଥିଲେ। ତାପରେ ଆସିଲା ଗ ନମ୍ବର ହେଲା ମିତ୍ରମେଳର ସଦସ୍ୟମାନେ ଭିକ୍ଟୋରିଆ ମୃତ୍ୟୁରେ
ଗ ନମ୍ବର କହିଛି। ଘ ନମ୍ବର ସାଭରକରଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠାଯାଇଥିଲା? ଉତ୍ତର ହେଲା ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧ ଯୋଗୁଁ ସାଭରକରଙ୍କ ପୁଣି ବିଚାର ହୋଇ ଅଧିକ କଠୋର ଦଣ୍ଡବିଧାନ କରାଗଲା। ସାରା ଜୀବନ ବନ୍ଦୀ ଭାବେ ଅତିବାହିତ କରିବା ପାଇଁ ତାଙ୍କୁ କଳାପାଣି ପାରି କରାଇ ସୁଦୂର ଆଣ୍ଡାମାନ ଦ୍ୱୀପରେ ଥିବା ଜେଲକୁ ପଠାଇ ଦିଆଗଲା। ତାପରେ ମୋ ନମ୍ବର ଆଣ୍ଡାମାନରେ କଏଦୀମାନଙ୍କୁ କିପରି ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା? ଉତ୍ତର ହେଲା ଆଣ୍ଡାମାନର ଜଳବାୟୁ ଖୁବ୍ ଅସ୍ୱାସ୍ଥ୍ୟକର ଥିଲା। ବନ୍ଦୀମାନେ ବଳଦ ପରି ଘୋଡ଼ା ପେଲୁଥିଲେ, କଠିନ ଶ୍ରମ କରିବାକୁ ରାଜି ନଥିଲେ, ଚାବକ ପ୍ରହାର ଖାଉଥିଲେ। ଯଦି ସେମାନେ କଠିନ ପରିଶ୍ରମ କରୁନଥିଲେ ତେବେ ସେ ଚାବକ ପ୍ରହାର ଖାଉଥିଲେ। ଦିନକୁ ସେମାନେ 15 ସେର ତେଲ ପେଡ଼ିବାକୁ ବାଧ୍ୟ। କମ୍ ହେଲେ ଛୁଟି ମିଳୁନଥିଲା। ଟିକେ ଠିଆ ହେଲେ ଠେଙ୍ଗଣି ମାଡ଼ ବସେ। ଲୁହ ବୋହିଲେ ବି ଆଖିରେ ପୋଛିବାକୁ ମନା। ଦିନକୁ 2 ତାଟିଆ ପାଣିରୁ ଅଧିକ କେହି ପିଇପାରିବେ ନାହିଁ। ସ୍ନାନ କରିବା ସେମାନଙ୍କ ପାଇଁ ସ୍ୱପ୍ନର କଥା। ଏପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡ ଭୋଗ କରିବାକୁ ପଡ଼ୁଥିଲା। ନେକ୍ସଟ 6 ନମ୍ବର ଜେଲ୍ ଯିବା ଗୌରବର କଥା ବୋଲି ସାଭରକର କାହିଁକି କହିଥିଲେ? ଉତ୍ତର ହେଲା ସାଭରକର ଥିଲେ ଜଣେ ନିଃସ୍ୱାର୍ଥପର ଦେଶପ୍ରେମୀ। ତେଣୁ ଦେଶକୁ ପରାଧୀନତାରୁ ମୁକ୍ତ କରିବା ପାଇଁ ଜେଲକୁ ଯିବା ଗୌରବର କଥା ବୋଲି ସାଭରକର କହିଥିଲେ। ତାପରେ 6 ନମ୍ବର ଥିଲା ଶେଷ ଜୀବନରେ ମଧ୍ୟ ସାଭରକରଙ୍କୁ ଆଉ ଥରେ କାହିଁକି କାରାଦଣ୍ଡ ଭୋଗିବାକୁ ପଡ଼ୁଥିଲା? ଉତ୍ତର ହେଲା ନଜରବନ୍ଦୀରୁ ମୁକ୍ତ ହୋଇ ସାଭରକର ଦେଶ ସାରା ଭ୍ରମଣ କଲେ ଓ ମୁକ୍ତିକାମୀ ଜନତାକୁ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ଆହ୍ୱାନ ଦେଲେ। ତେଣୁ ତାଙ୍କୁ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ଆଉ ଥରେ କାରାବରଣ କରିବାକୁ ପଡ଼ିଥିଲା। ତାପରେ ଜ ନମ୍ବର ହେଲା ସ୍ୱାଧୀନତା ପରେ ଭାରତ 2 ଭାଗ ହେବାରୁ କେଉଁ ନୂତନ ଦେଶଟି ହେଲା? ଉତ୍ତର ହେଲା ସ୍ୱାଧୀନତା ପରେ ଭାରତ 2 ଭାଗ ହେବାରୁ ପାକିସ୍ତାନ ନାମକ ନୂତନ ଦେଶଟି ସୃଷ୍ଟି ହେଲା। ସରିଲା। ଏ ହେଲା 2 ନମ୍ବର କ୍ୱେଶ୍ଚିନ୍ ଆନ୍ସର। 3 ନମ୍ବର ଅଛି ନିମ୍ନଲିଖିତ ଉକ୍ତି ଗୁଡ଼ିକ କିଏ କେତେବେଳେ କହିଛି ଲେଖ। ଦେଖ କ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶ ରାଣୀ। ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା? ଉତ୍ତର ହେଲା ଯେତେବେଳେ ବିଲାତର ରାଣୀଙ୍କର ମୃତ୍ୟୁରେ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା, ସେହି ସମୟରେ ସାଭରକର ମିତ୍ରମେଳର ସଦସ୍ୟମାନଙ୍କର ଏକ ବୈଠକ ଡାକି ଏହି କଥା କହିଥିଲେ। ଖ ନମ୍ବର ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି? ଉତ୍ତର ହେଲା ଦିନେ ଘୋଡ଼ା ପେଲି ସାରି ସାଭରକର ନିଜର କୋଠରୀକୁ ଫେରୁଥିଲେ। ହଠାତ୍ ସେଠାରେ କଏଦୀ ଥିବା ତାଙ୍କର ବଡ଼ ଭାଇ ଗଣେଶଙ୍କ ସହିତ ଦେଖାହେଲେ। ସେ ସାଭରକରଙ୍କୁ ଆଲିଙ୍ଗନ କରି ଏ କଥା କହିଥିଲେ। ଏ ଥିଲା 3 ନମ୍ବର କ୍ୱେଶ୍ଚିନ୍ ଆନ୍ସର। ତାପରେ ଆସିଲା 4 ନମ୍ବର ସରଳାର୍ଥ ସରଳ ଭାଷାରେ ବୁଝାଇ ଦିଅ। କ ପ୍ରଶ୍ନ ହେଲା ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ଉତ୍ତର ହେଲା ମହାରାଷ୍ଟ୍ରରେ ... ଗ୍ରହଣ କଲେ। ହେଲା ଡବଲ ଇନଭର୍ଟେଡ୍ କମା ଆରମ୍ଭ ଥିଲା। ତାପରେ
ଡବଲ ଇନଭର୍ଟର କମା ଶେଷ ହେଲା। ଏଠି ଅଛି ସଂକ୍ଷିପ୍ତ ପଦ୍ୟାଂଶଟିଏ ପଠିତ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ରାମପ୍ରସାଦ ମହାନ୍ତିଙ୍କ ରଚିତ ଦେଶପ୍ରେମୀ କଏଦୀ ବିଷୟରୁ ଆସିଛି। ଏଠାରେ ଲେଖକ ବାଲ ଗଙ୍ଗାଧର ତିଲକ ସାଭରକରଙ୍କୁ ବୀରତ୍ୱରେ ମୁଗ୍ଧ ହୋଇ ସାଭରକରଙ୍କର ବୀରତ୍ୱରେ ମୁଗ୍ଧ ହୋଇ ଯେଉଁ ମନ୍ତବ୍ୟ ଦେଇଥିଲେ ସେ ସମ୍ପର୍କରେ ଆଲୋକପାତ କରିଛନ୍ତି। 18 ବର୍ଷ ବୟସରେ ସାଭରକରଙ୍କର ମିତ୍ରମେଳା ନାମରେ ଏକ ବିପ୍ଳବୀ ଦଳ ଗଢ଼ିଥିଲେ। 1901 ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା। ଭାରତର ସବୁଆଡ଼େ ଶୋକ ପାଳିତ ହେଲା। ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକ ଦିବସ ପାଳି ନଥିଲେ। ସାଭରକର ଏକ ବୈଠକ ଡାକି ଶତ୍ରୁ ଦେଶର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁରେ ଶୋକ ନ ପାଳିବାକୁ ନିଜର ଓଜସ୍ୱୀ ଭାଷଣରେ କହିଥିଲେ। ତାଙ୍କର ଏହି ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା। ସରକାର କ୍ଷୁବ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କୃତ କଲେ। ଏହି ସମ୍ବାଦ ପଢ଼ି ଲୋକମାନ୍ୟ ତିଲକଙ୍କ ମୁଖରୁ ସ୍ୱତଃ ବାହାରି ପଡ଼ିଥିଲା, ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ଶିବାଜୀଙ୍କ ପରି ଅଦ୍ୱିତୀୟ ବୀର ଓ ସାହସୀ ଆଉ କେହି ନଥିଲେ। ଏହି ସାହସିକତାକୁ ନେଇ ସାଭରକରଙ୍କୁ ଏପରି କହିଥିଲେ। ବାସ୍ତବରେ ଏହି ଉକ୍ତିଟି ଯଥାର୍ଥ ଅଟେ। ତାପରେ ଆସିଲା ସରଳାର୍ଥର ଖ ନମ୍ବର ଥିଲା, ମହାବଳବାନ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିତ ହୋଇ ପାରିବ? ଏଠି ଉତ୍ତର ହେଲା, ଏଠି ଦିଆହେଇଛି ଇନଭର୍ଟେଡ୍ କମା ଆରମ୍ଭ କଲେ ମହାବଳବାନ ... ହୋଇ ପାରିବ। ଇନଭର୍ଟେଡ୍ କମା ଶେଷ ପୁନଶ୍ଚ ଦେଖ ଉତ୍ତର ଅଛି, ଉକ୍ତ ଗଦ୍ୟାଂଶଟି ପଠିତ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ଦେଶପ୍ରେମୀ କଏଦୀ ଶୀର୍ଷକ ପ୍ରବନ୍ଧରୁ ଆସିଅଛି। ଏଠାରେ ଲେଖକ ସାଭରକରଙ୍କ ସିଂହ ବିକ୍ରମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏଠି ଲେଖକ ଲେଖିଲେ ହେବ, ପ୍ରାବନ୍ଧିକ ଲେଖିଲେ ହେବ। ମୁଁ ପ୍ରବନ୍ଧରେ ଲେଖିଛି। ଦେଖ, ସାଭରକର ଆଣ୍ଡାମାନ ଦ୍ୱୀପରେ କଳାପାଣି ଦଣ୍ଡାଦେଶ ପାଇ ଦୁଃଖଦ ଜୀବନ କାଟୁଥିବା ବେଳେ ହଠାତ୍ ଦିନେ ବଡ଼ ଭାଇ ଗଣେଶଙ୍କୁ ଦେଖିଲେ। ଦୁଇ ଭାଇ ବହୁ ସମୟ ଧରି କାନ୍ଦିଲେ। ପରସ୍ପରକୁ ଆଲିଙ୍ଗନ କଲେ, କଥାବାର୍ତ୍ତା ହେଲେ। ମାତ୍ର ପ୍ରହରୀ ସେମାନଙ୍କୁ ଅଧିକ କଥାବାର୍ତ୍ତା ହେବାକୁ ସୁଯୋଗ ଦେଲେ ନାହିଁ। ଦୁଇ ଭାଇ ସେଠାରେ 10 ବର୍ଷ କାଳ ଦଣ୍ଡଭୋଗ କରି ଏକ ସଙ୍ଗେ ମୁକ୍ତ ହୋଇ ଫେରି ଆସିଲେ ନିଜ ଦେଶକୁ। ସାଭରକରଙ୍କ ଉପରେ ଇଂରେଜ ସରକାର ଦୃଢ଼ ନଜର ରଖିଥାନ୍ତି। ତାଙ୍କର ସରକାର ବିରୋଧୀ କାର୍ଯ୍ୟକଳାପ ଶାସକଙ୍କ ମନରେ ଆତଙ୍କ ସୃଷ୍ଟି କରିଥାଏ। ଭାରତକୁ ପରାଧୀନତାରୁ ମୁକ୍ତ କରିବା ପାଇଁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟ କରୁଥିଲେ। ତେଣୁ ଇଂରେଜ ସରକାର ତାଙ୍କୁ ମୁକ୍ତ କରି ନିଶ୍ଚିନ୍ତ ନଥିଲେ। ସର୍ବଦା ତାଙ୍କର ଚାଲିଚଳନକୁ ଲକ୍ଷ୍ୟ କରୁଥିଲେ। ତାଙ୍କୁ ପୁନର୍ବାର ବନ୍ଦୀ କରାଯାଇ ଅଲିପୁର ଜେଲରେ ନଜରବନ୍ଦୀ ଭାବେ ରଖାଗଲା। ଉକ୍ତିଟି ଶିକ୍ଷାମୂଳକ ଅଟେ। ଏ ଥିଲା ଆମର ସରଳାର୍ଥ। ନେକ୍ସଟକୁ ଯିବା। ମୁଁ ସେକେଣ୍ଡରୁ ଏହାପରେ ମୁଁ ଲେଖିବି।